ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ଉତ୍କଳ। କାଲି ତ ବାହୁଡ଼ା ଯାତ୍ରା ସରିଗଲା। ଶ୍ରୀଗୁଣ୍ଡିଚାରେ ପ୍ରଭୁ ମାଉସୀ ମା ଘରକୁ ଆସିଥିଲେ। ଶ୍ରୀଗୁଣ୍ଡିଚାରୁ ବାହୁଡ଼ା 9 ଦିନ, 9 ଦିନ ଯାତ୍ରା ସୁରୁଖୁରୁରେ ସରିଗଲା। ଆପଣମାନେ ସବୁ ଟିଭି ଦେଖୁଥିବେ, ଟିଭିରୁ ଶୁଣୁଥିବେ, ଆଉ ମୋବାଇଲରୁ ଜାଣୁଥିବେ। ଯେଉଁମାନେ ସବୁ ଯାଇଥିଲେ ଦେଖିବା ପାଇଁ ରଥଯାତ୍ରା, ସେମାନେ ଦେଖିଥିବେ, ସେମାନଙ୍କର ବହୁତ ଭାଗ୍ୟ। ସେମାନେ ଯାଇ ଠାକୁରଙ୍କୁ ଦେଖିକି ଆସିଛନ୍ତି। ଆଉ ଠାକୁରଙ୍କର କେତେ ସୁନ୍ଦର ମାନବୀୟ ଲୀଳା। ସେ ସବୁ ଦୁଃଖୀ ରଖି ସମସ୍ତଙ୍କ ଦୁଃଖ ବୁଝିବା ପାଇଁ ସେ ବାହାରକୁ ଆସିଥିଲେ। ତାଙ୍କ ଭାଇ ଭଉଣୀକି ସାଙ୍ଗରେ ଧରି ରଥଯାତ୍ରା ସାରି ବାହୁଡ଼ା ଦିନ ପୁଣି କ'ଣ କରିଛନ୍ତି ନା, 3 ଠାକୁର ଆଡ଼ପ ମଣ୍ଡପରୁ ରତ୍ନ ମଣ୍ଡପକୁ ବିଜୟ କରିବା ପାଇଁ ସେମାନେ କ'ଣ କରିଛନ୍ତି ନା, ପଳେଇ ଯାଇଛନ୍ତି। କେଉଁଠିକି ଯାଇକି ସିଂହଦ୍ୱାର ପାଖରେ 3 ରଥ ଅଛନ୍ତି। ଆଜି ହେଉଛି ସଂକ୍ରାନ୍ତି। ଆଜି ଠାକୁର ବିଶ୍ରାମ ନେବେ। ଆଜି ତାଙ୍କର ହେଉଛି ବାହୁଡ଼ାବାସୀ। ଆଜି ସୁନାବେଶ ହେବା କଥା, କିନ୍ତୁ ମୁଁ ଶୁଣୁଛି ଏ ବର୍ଷ କୁଆଡ଼େ ସୁନାବେଶ କାଲି ହେବ। ଆଉ ଆପଣମାନେ ସବୁ ଦେଖିବେ ଠାକୁରଙ୍କ ସୁନାବେଶ। ସେ ତ ସେଇ ବିଷୟରେ ତ କହିବା ଆମେ କହିପାରିବୁନି, ମାନେ ଅସମର୍ଥ କହିବାକୁ। ଜଗନ୍ନାଥଙ୍କ ବିଷୟରେ କହିବା ମାନେ ବାହୁଲ୍ୟ ହେବ। ସେ ଠାକୁର, ସେ ଯେ ତାଙ୍କର ସବୁ ବଡ଼, ତାଙ୍କ ରଥ ବଡ଼, ରଥ ବଡ଼, ଦାଣ୍ଡ ବଡ଼, ଠାକୁର ମହୋଦଧି। ଆଉ ତାଙ୍କୁ କେଉଁଥିରେ ମାନେ କହିବା ନିଜର ଧୃଷ୍ଟତା ହେବ। ମହାପ୍ରଭୁ ଜଗନ୍ନାଥ କାଲି ତାପରେ କ'ଣ ହେବ ନା, ଠାକୁରଙ୍କର ଲକ୍ଷ୍ମୀନାରାୟଣଙ୍କ କଳି ହେବ। କଳି ପରେ ପ୍ରଭୁ ଜଗନ୍ନାଥ ଯେଉଁ ବଡ଼ ମନ୍ଦିରକୁ, ଶ୍ରୀମନ୍ଦିରକୁ ବିଜେ କରିବେ। ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ସନ୍ତୁଷ୍ଟ କରି ଶ୍ରୀମନ୍ଦିରକୁ। ଠାକୁରଙ୍କ ଲୀଳା ତ ଆପଣ ଜାଣିଲେ। ଆଉ ସେ ବିଷୟରେ ଆମେ କହିବା ଠିକ୍ ହେବନି। ଠାକୁରଙ୍କ ବିଷୟରେ ମୁଁ ତ ପୁରା ଅଜ୍ଞ। ମୁଁ ସେମିତି ସାଧାରଣ ଟିକେ ଜାଣିଛି, କହିଦେଲେ ଆପଣଙ୍କୁ। ଆପଣମାନେ ଶୁଣି ଖୁସି ହେବେ। ଆପଣମାନେ ବହୁତ ଜାଣିଥିବେ, ମୁଁ ଗୋଟେ ମାନେ ମୂର୍ଖ। ଯେତିକି ଜାଣିଛି ସେତିକି ଆପଣମାନେ କହିଦେଲେ। ଆଉ ଆଜି ହେଉଛି ସଂକ୍ରାନ୍ତି। ଆମର ତ ସଂକ୍ରାନ୍ତିରେ ପିଆଜ ରସୁଣ ହେବନି, ସବୁ ଅରୁଆ। ଆଉ ଅରୁଆ ଭାତ ହେଇଛି। ଦେଖନ୍ତୁ ଅରୁଆ ଭାତ ଏଇଠି ହେଇଛି। ଅରୁଆ ଭାତ ହେଇଛି। ତାପରେ ଡାଲମା ଏଇଠି ଭଜା ହେଇଛି। ଡାଲମା କରାହେଇଛି। ଆଉ ଏଠି ମୁଁ ସଜନା ଶାଗ କଖାରୁ ଭାଜିବି ବିନା ପିଆଜ ରସୁଣରେ। ଗୋଟେ ଲୁଣ ଟିକେ ପକେଇବା। ମୁଁ ଏକାଥରେ ଲୁଣ ପକେଇ ଦେଉଛି। ମୁଁ ଅନୁମାନ କରିପାରେ ଏକାଥରେ ଶାଗ ପାଇଁ କଖାରୁ ଦେଇ ଲୁଣ ଏକାଥରେ ପକେଇ ଦେଉଛି। ସଜନା ଶାଗ ଏଠି ଗୋଟେ ଗଛ ଥିଲା ତ, ସେଦିନ ସଜନା ଶାଗ ନେଇ ଆସିଛି। ସଜନା ଶାଗ କଖାରୁ ଭଜା ହେବ। ଦେଖନ୍ତୁ ସଜନା ଶାଗ ତ ମୁଁ କହିଛି ବହୁତ ଭିଟାମିନ୍ ଅଛି। ଭିଟାମିନ୍ ଏ ପୁରା ଭରପୁର ହେଇକି ରହିଛି। ଟିକେ ଘୋଡ଼େଇ ଦେବା, ଟିକେ ନରମ ଯିବ। ଶାଗ ଭଜା ହେଉଛି। ଶାଗ ଆଉ ଅଳ୍ପ ସମୟରେ ହେଇଯିବ। କଖାରୁ ଶାଗ ଭଜା, କଖାରୁ ଆଉ ସଜନା ଶାଗ ଭଜା। ନଡ଼ିଆ ପକେଇ ଦେଉଛି। ନଡ଼ିଆ
ଆପଣ ଏମିତି ଶାଗ ଭାଜିବେ, ଘରେ କରିକି ଖାଇବେ, ଦେଖିବେ ବହୁତ ବଢ଼ିଆ ଲାଗିବ। ନଡ଼ିଆ ପକାଇବେ, ନଡ଼ିଆ ପକାଇଲେ ବହୁତ ଭଲ ଲାଗେ ଖାଇବାକୁ। ଆଜି ତ ପିଆଜ ରସୁଣ ପଡ଼ିବନି, ଆପଣ ଯଦି ପିଆଜ ରସୁଣ ଯେଉଁଦିନ ପକାଇବେ କରିବେ ସେଦିନ ନଡ଼ିଆ ଆଉ ପକାଇବେନି। ପିଆଜ ରସୁଣ ପକାଇଲେ ନଡ଼ିଆ ପକାଇଲେ ତା ଟେଷ୍ଟ କମିଯିବ। ଆଉ ଯେଉଁଦିନ ଖାଲି କରିବେ ସେଦିନ ନଡ଼ିଆ ପକାଇଲେ ବଢ଼ିଆ ଲାଗିବ। ଆପଣମାନେ ମୋ ଭିଡ଼ିଓ ଦେଖିବେ ମନ ଦେଇକି, ଆଉ ସେୟାର କରିବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଆପଣମାନେ ସବସ୍କ୍ରାଇବ୍ ଜମା କରୁନାହାନ୍ତି, ଲାଇକ୍ କରୁନାହାନ୍ତି, କମେଣ୍ଟ କରିବେ, କମେଣ୍ଟ କରୁନାହାନ୍ତି। କମେଣ୍ଟ କଲେ ସିନା ଗୋଟେ ଇଚ୍ଛା ହେବ। ଆପଣ ଭଲ କମେଣ୍ଟ ଆଉ ଖରାପ କମେଣ୍ଟ ଯାହାହେଲେ କରନ୍ତୁ, ମୁଁ ନିଶ୍ଚିତ ଭାବରେ ତା'ର ଉତ୍ତର ଦେବି। ଆଉ ଭଲ ଭଲ ଭିଡ଼ିଓ ସବୁ ଆଣିବି। ଆପଣମାନେ କମେଣ୍ଟ କଲେ, ଭିଡ଼ିଓ ଲାଇକ୍ କଲେ, ସବସ୍କ୍ରାଇବ୍ କଲେ ସିନା ଇଚ୍ଛା। ସବସ୍କ୍ରାଇବ୍ ଆପଣ କରନ୍ତୁ, ସବସ୍କ୍ରାଇବ୍ ଜମା କରୁନାହାନ୍ତି, ସବସ୍କ୍ରାଇବ୍ କରନ୍ତୁ। ଏ ତ ଆମର ହେଇଗଲା ଶାଗ ଭଜା, ଡାଲମା ହେଇଯାଇଛି, ଭାତ ହେଇଯାଇଛି, ଭଜା ହେଇଯାଇଛି, ଭେଣ୍ଡି ପୋଟଳ ଆଳୁ ଭଜା ହେଇଛି, ଶାଗ ଭଜା ହେଇଗଲା। ଲଞ୍ଚରେ ଖାଇବ ଆଉ, ଲଞ୍ଚ ରେଡ଼ି ହେଇଥିଲା ଆଉ।